ନେହେମିଆ ପୁସ୍ତକ ଅଧ୍ୟାୟ 12। ସେରୁବାବେଲ ଓ ଯେଶୁଆଙ୍କ ସହ ଆଗତ ଯାଜକ ତଥା ଲେବୀୟମାନେ। ସେଆଲଥିଏଲଙ୍କ ପୁତ୍ର ସେରୁବାବେଲ ଓ ଯେଶୁଆଙ୍କ ସହିତ ଆସିଥିବା ଯାଜକ ଓ ଲେବୀୟମାନେ ହେଲେ ସେରାଇୟା, ଜେରେମିୟା, ଏସ୍ରା, ଆମାରିୟା, ମାଲୁକ, ହାତୁସ, ସେକାନିୟା, ରେହୁମ, ମେରେମୋଥ, ଇଦୋ, ଗିନେତୋଇ, ଆବିଜା, ମିଜାମିନ, ମାଦିୟା, ବିଲଗା, ସେମାଇୟା, ଜୋଆରିୟା, ଜେଦାଇୟା, ସାଲୁ, ଆମକ, ହିଲକିୟା ଓ ଜେଦାଇୟା। ଏମାନେ ସମସ୍ତେ ଯେଶୁଆଙ୍କ ସମୟରେ ଯାଜକ ଓ ସେମାନଙ୍କ ଭ୍ରାତାମାନଙ୍କ ନେତା ଥିଲେ। ଲେବୀୟମାନଙ୍କ ନାମ ବିବରଣୀ: ଯେଶୁଆ, ବିନୁଇ, କାଦମିଏଲ, ସେରେବିୟା, ଜୁଦା ଓ ତାଙ୍କ ଆତ୍ମୀୟମାନଙ୍କ ସହ କୃତଜ୍ଞତାତ୍ମକ ସ୍ତୁତିଗାନ କରିବା ପାଇଁ ନେତୃତ୍ୱ ନେଇଥିବା ମାତାନିୟା, ବାକବୁକିୟା ଓ ଉନ୍ନ ପୂର୍ବୋକ୍ତ ଭ୍ରାତାମାନଙ୍କ ମୁହାଁମୁହିଁ ଭାବେ ଦଣ୍ଡାୟମାନ ହୋଇ ସେବା କାର୍ଯ୍ୟରେ ଭାଗ ନେଇଥିଲେ। ଯେଶୁଆ ଜୋୟାକିମ, ଏଲିଆସିବର, ଏଲିଆସିବ, ଜୋୟାଦାର, ଜୋୟାଦା, ଜୋନାଥାନର ଓ ଜୋନାଥାନ ଯାଦୁଆର ପିତା ଥିଲେ। ଜୋୟାକିମଙ୍କ ସମକାଳୀନ ଯାଜକ କୁଳପତି ମାନଙ୍କ ନାମ ବିବରଣୀ: ସେରାଇୟାର ବଂଶ ପାଇଁ ମେରାଇୟା, ମେରେମିୟାର ବଂଶ ପାଇଁ ନାହାମିୟା, ଏସ୍ରାର ବଂଶ ପାଇଁ ମେସୁଲାମ, ଆମାରିୟାର ବଂଶ ପାଇଁ ଜେହୋହାନାନ, ମାଲୁଖିର ବଂଶ ପାଇଁ ଜୋନାଥାନ, ସେବାନିୟାର ବଂଶ ପାଇଁ ଯୋସେଫ, ହାରିମର ବଂଶ ପାଇଁ ଆଦନା, ମେରାଇୟତର ବଂଶ ପାଇଁ ହେଲକାଇ, ଇଦୋର ବଂଶ ପାଇଁ ସେଖାରିୟା, ଗିନେଥନର ବଂଶ ପାଇଁ ମେସୁଲାମ, ଆବିଜାର ବଂଶ ପାଇଁ ସିକ୍ରି, ମିନିୟାମିନ ଓ ମୋଆଦିୟାର ବଂଶ ପାଇଁ ପିଲତାଇ, ବିଲଗାର ବଂଶ ପାଇଁ ସାମୁଆ, ସେମାଇୟାର ବଂଶ ପାଇଁ ଜେହୋନାଥାନ, ଜୋୟାରିବର ବଂଶ ପାଇଁ ମାତେନାଇ, ଜେଦାଇୟାର ବଂଶ ପାଇଁ ଉସି, ସାଲାଇୟାର ବଂଶ ପାଇଁ କାଲାଇ, ଆମକର ବଂଶ ପାଇଁ ଏବେର, ହିଲକିୟାର ବଂଶ ପାଇଁ ହାସାବିୟା ଓ ଜେଦାଇୟାର ବଂଶ ପାଇଁ ନେଥାନେଲ। ଏଲିଆସିବ, ଜୋଇଦା, ଯୋହାନାନ, ଯାଦୁଆ ପ୍ରଭୃତି ବ୍ୟକ୍ତିମାନଙ୍କର ଦିନଗୁଡ଼ିକରେ ଲେବୀୟମାନଙ୍କର ଏବଂ ପାରସ୍ୟ ରାଜା ଦାରିୟସଙ୍କ ରାଜତ୍ୱ କାଳ ପର୍ଯ୍ୟନ୍ତ ଯାଜକମାନଙ୍କର ପିତୃକୁଳପତିମାନଙ୍କ ନାମ ବିବରଣୀ ଲିପିବଦ୍ଧ ହୋଇଥିଲା। ଏଲିଆସିବର ପୁତ୍ର ଯୋହାନାନଙ୍କ ସମୟ ପର୍ଯ୍ୟନ୍ତ ଇତିବୃତ୍ତ ପୁସ୍ତିକାରେ ଲେବୀୟମାନଙ୍କ ପିତୃକୁଳପତିମାନଙ୍କ ନାମ ବିବରଣୀ ଲିଖିତ ହୋଇଥିଲା। ହାସାବିୟା, ସେରେବିୟା, କାଦମିଏଲର ପୁତ୍ର ଯେଶୁଆ ପ୍ରଭୃତି ଲେବୀୟ ପ୍ରମୁଖ ବ୍ୟକ୍ତିମାନେ ସେମାନଙ୍କ ସମ୍ମୁଖୀନ ହୋଇ ଦଣ୍ଡାୟମାନ ଥିବା ସେମାନଙ୍କର ଭ୍ରାତାମାନଙ୍କ ଗହଣରେ ଦିବ୍ୟ ପୁରୁଷ ଦାବିଦଙ୍କ ଆଜ୍ଞା ଅନୁସାରେ ପ୍ରତ୍ୟୁତ୍ତରମୂଳକ ଭାବେ ଈଶ୍ୱରଙ୍କ ସ୍ତୋତ୍ର ତଥା କୃତଜ୍ଞତାତ୍ମକ ଗାନ ନିମନ୍ତେ ନିଯୁକ୍ତି ପାଇଲେ। ମାତାନିୟା, ବାକବୁକିୟା, ଓବାଦିୟା, ମେସୁଲାମ, ତାଲମନ, ଆକୁବ ପ୍ରଭୃତି ଦ୍ୱାରରକ୍ଷୀମାନେ ଦ୍ୱାର ସମୀପସ୍ଥ ଭଣ୍ଡାର ଘରଗୁଡ଼ିକୁ ପହରା ଦେଲେ। ଏହିମାନେ ସମସ୍ତେ ଯୋସାଦାକଙ୍କ ପୈତ୍ର ଓ
ଯେଶୁଆଙ୍କ ପୁତ୍ର ଜୋୟାକିମ୍, ରାଜ୍ୟପାଳ ନେହେମିଆ, ଯାଜକ ଓ ଧର୍ମଶାସ୍ତ୍ରୀ ଏସ୍ରାଙ୍କ ସମୟର ବ୍ୟକ୍ତି ଥିଲେ। ପ୍ରାଚୀର ପ୍ରତିଷ୍ଠା। ଜେରୁସାଲେମର ପ୍ରାଚୀର ପ୍ରତିଷ୍ଠା କ୍ରିୟାକୁ ମନ୍ଦିରା, ବୀଣା ତଥା ସାରଙ୍ଗ ବାଦକ ପୂର୍ବକ ସ୍ତୋତ୍ରଗାନ ତଥା ସ୍ତୁତିଗାନ କରି ସାନନ୍ଦରେ ପାଳନ କରିବା ପାଇଁ ସେମାନେ ସବୁ ସ୍ଥାନକୁ ଲେବୀୟମାନଙ୍କୁ ଜେରୁସାଲେମକୁ ଡକାଇ ଆଣିଲେ। ସୁତରାଂ ଜେରୁସାଲେମର ସୀମା ସରହଦ, ନେତୋଥାପିଥୀୟମାନଙ୍କ ଗ୍ରାମ ସମୂହ, ବେତ୍ ଗିଲଗାଲ, ଗେବା, ଆସ୍ମାବେତ୍ ପ୍ରଭୃତି ସ୍ଥାନମାନଙ୍କଠାରୁ ଗାୟକମାନଙ୍କ ପୁତ୍ରମାନେ ଆସିଲେ। କାରଣ ଗାୟକମାନେ ଜେରୁସାଲେମର ଚତୁଃପାର୍ଶ୍ୱରେ ଗ୍ରାମ ସମୂହ ନିର୍ମାଣ କରି ବାସ କରିଥିଲେ। ଯାଜକ ଓ ଲେବୀୟମାନେ ନିଜ ନିଜକୁ ଜନତାକୁ ପ୍ରାଚୀର ତଥା ଦ୍ୱାରଗୁଡ଼ିକୁ ଶୁଦ୍ଧପୂତ କଲେ। ତତ୍ପରେ ମୁଁ ଜୁଦାର ଶାସକମାନଙ୍କୁ ପ୍ରାଚୀରର ଉପରି ଭାଗକୁ ନେଇ ଆସିଲି ଏବଂ କୃତଜ୍ଞତାତ୍ମକ ଗୀତ ଗାନ କରି ଶୋଭାଯାତ୍ରାରେ ପରିକ୍ରମା କରିବା ପାଇଁ 2ଟି ବୃହତ୍ ଦଳକୁ ନିୟୋଜିତ କଲି। ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ପ୍ରାଚୀରର ଉପରିଭାଗ ଦେଇ ଦକ୍ଷିଣ ଦିଗାଭିମୁଖେ ଗବର ଦ୍ୱାର ପର୍ଯ୍ୟନ୍ତ ଯାତ୍ରା କଲେ। ହୋସାଇୟା ଜୁଦାର ଶାସକମାନଙ୍କ ମଧ୍ୟରୁ ଅର୍ଦ୍ଧାଂଶ, ଆସାରିୟା, ଏସ୍ରା, ମେସୁଲାମ, ଜୁଦା, ବେଞ୍ଜାମିନ, ସେମାଇୟା, ଜେରେମିୟା ଓ ଯାଜକମାନଙ୍କ ପୁତ୍ରମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଭେରୀବାଦନ ପୂର୍ବକ ସେମାନଙ୍କର ଅନୁଗମନ କଲେ। ଜୋନାଥାନଙ୍କ ପୁତ୍ର ସେଖାରିୟା ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଥିଲେ। ସେହି ଜୋନାଥାନ ସେମାଇୟାର ପୁତ୍ର, ସେମାଇୟା ମାତାନିଆର ପୁତ୍ର, ମାତାନିଆ ଶିଖାଇୟାର ପୁତ୍ର, ମିଖାୟା ସାକୁର ପୁତ୍ର ଓ ସାକୁର ଆସାଫର ପୁତ୍ର ଥିଲେ। ତାଙ୍କର ଭ୍ରାତାଗଣ ସେମାଇୟା, ଆସାରେଲ, ମିଲାଲାଇ, ଗିଲାଲାଇ, ମାଇ, ନେଥାନେଲ, ଜୁଦା ଓ ହାନାନି ଦିବ୍ୟ ପୁରୁଷ ଦାବିଦଙ୍କ ବାଦ୍ୟଯନ୍ତ୍ର ସହିତ ଗମନ କଲେ। ଧର୍ମଶାସ୍ତ୍ରୀ ଏସ୍ରା ସେମାନଙ୍କ ଆଗେ ଆଗେ ଚାଲିଲେ। ଏହି ଦଳ ନିର୍ଝର ଦ୍ୱାର ସମୀପରେ ଆସି ଉପସ୍ଥିତ ହେଲା ପରେ ଦାବିଦଙ୍କ ନଗରୀର ସୋପାନ ଶ୍ରେଣୀ ଦ୍ୱାରା ତାଙ୍କର ପ୍ରାସାଦ ପାର୍ଶ୍ୱସ୍ଥ ଉଠାଣିଆ ପଥ ଆରୋହଣ କରି ପୂର୍ବ ଦିଗସ୍ଥ ଜଳଦ୍ୱାର ପର୍ଯ୍ୟନ୍ତ ଗମନ କଲେ। କୃତଜ୍ଞତାତ୍ମକ ସ୍ତୋତ୍ର ଗାନ କରୁଥିବା ଦ୍ୱିତୀୟ ଦଳଟି ବାମ ଦିଗରେ ଗମନ କଲେ। ଜନତାର ଅର୍ଦ୍ଧାଂଶ ସହିତ ପ୍ରାଚୀରର ଉପରିଭାଗ ଦେଇ ମୁଁ ସେମାନଙ୍କର ଅନୁଗମନ କଲି। ଆମେମାନେ ତନ୍ଦୁର ଗଞ୍ଜୁବ ଅତିକ୍ରମ କରି ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଆସି ପହଞ୍ଚିଲୁ। ସେଠାରୁ ଏଫ୍ରାଇମ ଦ୍ୱାର, ପୁରାତନ ଦ୍ୱାର, ମତ୍ସ୍ୟ ଦ୍ୱାର, ହାନାନେଲର ଗମ୍ବୁଜ, ସତ ଗମ୍ବୁଜ ତଥା ମେଷ ଦ୍ୱାର ଦେଇ ଯାତ୍ରା କରି ସେମାନେ ପ୍ରହରୀ ଦ୍ୱାର ସମୀପରେ ଠିଆ ହେଲେ। ଏହିପରି କୃତଜ୍ଞତାତ୍ମକ ସ୍ତୋତ୍ର ଗାନ କରି ଶୋଭାଯାତ୍ରାରେ ପରିକ୍ରମା କରିଥିବା ଉଭୟ ଦଳ ମୁଁ ଅଧିପତିମାନଙ୍କର ଅର୍ଦ୍ଧାଂଶ ଭେରୀଧାରୀ ଯାଜକଗଣ ଏଲିଆକିମ, ମାସେଇୟା, ମିନିୟାମିନ, ମିଖାଇୟା, ଏଲିୟଏଲ, ସେଖାରିୟା ଓ ହାନାନିଆ ଏବଂ ସେମାନଙ୍କ ଗହଣରେ ମାସେଇୟା, ସେମାଇୟା, ଏଲେଆସାର, ଉସି, ଜେହୋହାନାନ, ମାଲଖିଜା, ଏଲାମ, ଏସେର ପ୍ରଭୃତି ସମସ୍ତେ ଦେବାଳୟରେ ଆସି ଠିଆ ହେଲୁ। ଜେସ୍ରାହିୟାର ନେତୃତ୍ୱରେ ଗାୟକମାନେ ଗାନ କଲେ। ସେହିଦିନ ସେମାନେ ମହାନ ନୈବେଦ୍ୟ ଉତ୍ସର୍ଗ କରି ଆନନ୍ଦିତ ହେଲେ। କାରଣ ମହାନନ୍ଦରେ ଆନନ୍ଦିତ ହେବା ପାଇଁ
ଈଶ୍ୱର ସେମାନଙ୍କୁ ସୁଯୋଗ ଦେଇଥିଲେ। ନାରୀ ତଥା ଶିଶୁଗଣ ମଧ୍ୟ ଆନନ୍ଦିତ ହେଲେ ଓ ଜେରୁସେଲେମର ହର୍ଷବ ସୁଦୂରକୁ ଶୁଣାଗଲା। ଯାଜକ ଓ ଲେବୀୟମାନଙ୍କ ପାଇଁ ନଗରୀ ସମୂହ ପାର୍ଶ୍ୱସ୍ଥିତ କ୍ଷେତୋତ୍ପନ୍ନ ଯେଉଁ ଉପହାର ପ୍ରଥମ ଫଳ ତଥା ଦଶମାଂଶକୁ ନିୟମାନୁଯାୟୀ ଲାଭ କରିବାର ଥିଲା, ସେ ସମସ୍ତ ଏକତ୍ର କରି ଭଣ୍ଡାର ଘରଗୁଡ଼ିକରେ ସଞ୍ଚୟ କରି ରଖିବା ପାଇଁ ସେହିଦିନ ଲୋକମାନେ ନିୟୋଜିତ ହେଲେ। କାରଣ ଦେବାଳୟରେ ସେବା କାର୍ଯ୍ୟ କରୁଥିବା ଯାଜକ ଓ ଲେବୀୟମାନଙ୍କ ସମ୍ବନ୍ଧରେ ଜୁଦା ସନ୍ତୋଷ ପ୍ରକାଶ କଲା। ଦାବିଦ ଓ ତାଙ୍କର ପୁତ୍ର ସଲୋମନଙ୍କ ଆଦେଶାନୁଯାୟୀ ଗାୟକ ଓ ଦ୍ୱାରରକ୍ଷୀମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁଥିବା ଭଳି ଯାଜକ ଓ ଲେବୀୟମାନେ ମଧ୍ୟ ସେମାନଙ୍କର ଈଶ୍ୱରଙ୍କ ସେବା କାର୍ଯ୍ୟ ତଥା ଶୁଚୀକରଣ କ୍ରିୟା ଲିପ୍ତ ଥିଲେ। କାରଣ ପ୍ରାଚୀନ କାଳରେ ଦାବିଦ ଓ ଆସାଫର ସମୟରେ ଗାୟକମାନଙ୍କର ଜଣେ ମୁଖ୍ୟ ବ୍ୟକ୍ତି ଥିଲେ ଓ ଈଶ୍ୱରଙ୍କ ପ୍ରତି ସ୍ତୁତି ତଥା କୃତଜ୍ଞତାତ୍ମକ ସ୍ତୋତ୍ର ଗାନ କରାଯାଉଥିଲା। ସୁତରାଂ ଗାୟକ ଓ ଦ୍ୱାରରକ୍ଷୀମାନଙ୍କୁ ଦୈନନ୍ଦିନ ଆବଶ୍ୟକ ହେଉଥିବା ବସ୍ତୁ ପଦାର୍ଥର ଏକ ଅଂଶ ସେରୁବାବେଲ ଓ ନେହେମିୟାଙ୍କ ସମୟରେ ଇସ୍ରାଏଲୀୟ ଜନତା ପ୍ରଦାନ କଲେ। ସେମାନେ ଲେବୀୟମାନଙ୍କ ପାଇଁ ପ୍ରଜନନୀୟ ବସ୍ତୁ ସାମଗ୍ରୀ ମଧ୍ୟ ପ୍ରଦାନ କଲେ ଏବଂ ଲେବୀୟମାନେ ଆରୋନଙ୍କ ପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଅଂଶ ଅର୍ପଣ କଲେ। ଅଧ୍ୟାୟ 13 ନେହେମିୟାଙ୍କ ଦ୍ୱାରା ଅନୁଷ୍ଠିତ ନବୀକରଣ କ୍ରିୟାସମୂହ। ସେହିଦିନ ଜନତାର ଶ୍ରୁତିଗୋଚରରେ ସେମାନେ ମୋଶେସଙ୍କ ବିଧାନ ଗ୍ରନ୍ଥରୁ ପଠନ କଲେ। ଆମୋନୀୟ ଓ ମୋଆବୀୟମାନଙ୍କ ମଧ୍ୟରୁ ଯେ କେହି କେବେ ଈଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ, ଏହିପରି ଲିପିବଦ୍ଧ ହୋଇଥିବା ବିଷୟ ସେମାନେ ପାଠ କଲେ। କାରଣ ଇସ୍ରାଏଲର ସନ୍ତାନମାନଙ୍କୁ ରୁଟି ତଥା ଜଳ ଦାନ କରି ସେମାନେ ସ୍ୱାଗତ ଜଣାଇଲେ ନାହିଁ, ବରଂ ସେମାନଙ୍କୁ ଅଭିଶାପ ଦେବା ପାଇଁ ବାଲାମକୁ ଭଡ଼ାରେ ଆଣିଥିଲେ। କିନ୍ତୁ ଆମ ଈଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ। ସେହି ବିଧାନର ପାଠ ଶୁଣି ଇସ୍ରାଏଲର ସମସ୍ତ ବିଦେଶୀ ବଂଶଜ ବ୍ୟକ୍ତିମାନଙ୍କୁ ଜନତା ପୃଥକ କଲେ। ଜେରୁସେଲେମରେ ନେହେମିୟାର ଦ୍ୱିତୀୟ ଦୈତ୍ୟକର୍ମ। କିନ୍ତୁ ଏହା ପୂର୍ବରୁ ଯିଏ ଆମ ଈଶ୍ୱରଙ୍କ ଆଳୟରେ ଥିବା ପ୍ରକୋଷ୍ଠ ଗୁଡ଼ିକର ତତ୍ତ୍ୱାବଧାରକ ରୂପେ ନିୟୋଜିତ ହୋଇଥିଲା ଓ ଯିଏ ତୋବିଆଙ୍କର ଜଣେ ସମ୍ପର୍କୀୟ ବ୍ୟକ୍ତି ଥିଲା, ସେହି ଯାଜକ ଏଲିଆସିବ ପୂର୍ବରେ ଯେଉଁଠାରେ ଶସ୍ୟବଳି ପାଇଁ ଉଦ୍ଦିଷ୍ଟ ବସ୍ତୁ, ସୁଗନ୍ଧ, ଗୁଳଗୁଳ ତଥା ପାତ୍ରସମୂହ ଏବଂ ଲେବୀୟ, ଗାୟକ ତଥା ଦ୍ୱାରରକ୍ଷୀମାନଙ୍କୁ ଆଦେଶ ଅନୁସାରେ ପ୍ରଦତ୍ତ ହେବାକୁ ଥିବା ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଏବଂ ଯାଜକମାନଙ୍କ ପାଇଁ ଉଦ୍ଦିଷ୍ଟ ଦାନ ସବୁ ସଞ୍ଚିତ ହେଉଥିଲା, ସେହି ବିଶାଳ ପ୍ରକୋଷ୍ଠକୁ ତୋବିଜାର ଉପଯୋଗ ନିମନ୍ତେ ପ୍ରସ୍ତୁତ କଲା। ଏ ସମସ୍ତ କାର୍ଯ୍ୟ ସଂଗଠିତ ହେବା ସମୟରେ ମୁଁ ଜେରୁସେଲେମରେ ନଥିଲି। ବାବିଲୋନର ରାଜା ଆର୍ତ୍ତାକ୍ସେସଙ୍କ ରାଜତ୍ୱର 32 ବର୍ଷରେ ମୁଁ ରାଜାଙ୍କ ସମୀପକୁ ଯାତ୍ରା କଲି। ସ୍ୱଳ୍ପ ସମୟ ପରେ ମୁଁ ରାଜାଙ୍କ ଅନୁମତି ଭିକ୍ଷା କରି ଜେରୁସେଲେମକୁ ଫେରିଆସିଲି। ସେ ସମୟରେ ଦେବାଳୟରେ ତୋବିଆ ପାଇଁ ଗୋଟିଏ ପ୍ରକୋଷ୍ଠ ପ୍ରସ୍ତୁତ କରି ଏଲିଆସିବ ଦ୍ୱାରା ସମ୍ପାଦିତ ସେହି ଅନିଷ୍ଟ କାର୍ଯ୍ୟ ମୁଁ ଦେଖିବାକୁ ପାଇଲି। କୁପିତ ହୋଇ ମୁଁ ତୋବିଆଙ୍କ ଗୃହ ମଧ୍ୟସ୍ଥ ସମସ୍ତ ଆସବାବପତ୍ରକୁ ସେହି ପ୍ରକୋଷ୍ଠର ବାହାରକୁ ନିକ୍ଷେପ କଲି। ତତ୍ପରେ ମୋର ଆଦେଶ ମୁତାବକ ସେମାନେ ସେହି ପ୍ରକୋଷ୍ଠ ପରିଷ୍କାର କଲେ।
ତତ୍ପରେ ଦେବାଳୟରେ ଉପଯୋଗୀ ପାତ୍ର ସବୁ, ଶସ୍ୟ ବଡ଼ି ପାଇଁ ଉଦ୍ଦିଷ୍ଟ ବସ୍ତୁ ସମୂହ ଓ ଗୁଗ୍ଗୁଳକୁ ମୁଁ ସେଠାକୁ ଫେରାଇ ଆଣିଲି। ଏତଦ୍ ବ୍ୟତୀତ ଲେବୀୟମାନଙ୍କ ପାଇଁ ନିରୂପିତ ଅଂଶ ଯେ ସେମାନଙ୍କୁ ଦିଆଯାଉ ନାହିଁ ଓ ଫଳରେ ଦେବାଳୟରେ ସେବା କାର୍ଯ୍ୟ କରୁଥିବା ଲେବୀୟ ଓ ଦ୍ୱାରରକ୍ଷୀମାନେ ଯେ ନିଜ ନିଜର କ୍ଷେତକୁ ପ୍ରସ୍ଥାନ କରିଛନ୍ତି, ଏହା ମଧ୍ୟ ମୁଁ ଦେଖିବାକୁ ପାଇଲି। ତହୁଁ ଅଧିପତିମାନଙ୍କୁ ଆପତ୍ତି କରି ମୁଁ ପଚାରିଲି, ଈଶ୍ୱରଙ୍କ ଆଳୟ କାହିଁକି ପରିତ୍ୟକ୍ତ ହୋଇଛି? ଏହାପରେ ସେମାନଙ୍କୁ ଏକତ୍ରିତ କରି ମୁଁ ପୁନରାୟ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ନିଯୁକ୍ତ କଲି। ତତ୍ପରେ ଶସ୍ୟ, ଦ୍ରାକ୍ଷାରସ ତଥା ତୈଳର ଦଶମାଂଶକୁ ସମସ୍ତ ଯୁଦା ଭଣ୍ଡାର ଘରଗୁଡ଼ିକୁ ନେଇ ଆସିଲି। ଭଣ୍ଡାର ଘରଗୁଡ଼ିକର ତତ୍ତ୍ୱାବଧାରକ ରୂପେ ଯାଜକ ସେଲେମିଆ, ଧର୍ମଶାସ୍ତ୍ରୀ ସାଦୋକ ଓ ଲେବୀୟ ପେଦାଇୟାଙ୍କୁ ଏବଂ ସେମାନଙ୍କର ସହାୟକ ରୂପେ ମାତାନିଆର ପୌତ୍ର ତଥା ସାକୁରର ପୁତ୍ର ହାନାନଙ୍କୁ ମୁଁ ନିଯୁକ୍ତି ଦେଲି। ସେମାନେ ବିଶ୍ୱସ୍ତ ବ୍ୟକ୍ତି ସଦୃଶ ବିବେଚିତ ଥିଲେ। ନିଜ ଭ୍ରାତାମାନଙ୍କ ମଧ୍ୟରେ ସେମାନଙ୍କର ଅଂଶ ବିତରଣ କରିବା ସେମାନଙ୍କର କର୍ତ୍ତବ୍ୟ ଥିଲା। ହେ ମୋର ଈଶ୍ୱର, ଏହି କାର୍ଯ୍ୟ ସକାଶେ ମୋତେ ସ୍ମରଣ କର। ମୋର ଈଶ୍ୱରଙ୍କର ଆଳୟ ଓ ତାହାଙ୍କର ସେବା କାର୍ଯ୍ୟ ନାମରେ ମୋ ଦ୍ୱାରା ସମ୍ପାଦିତ ସତ୍କର୍ମକୁ ପୋଛି ଦିଅ ନାହିଁ। ସେହି ଦିନମାନଙ୍କରେ ଯୁଦାବାସୀମାନେ ସାବତ ଦିବସରେ ପେଷଣ ଯନ୍ତ୍ରରେ ଦ୍ରାକ୍ଷା ପେଷିବା, ଶସ୍ୟ ବିଡ଼ାଗୁଡ଼ିକୁ ଗଧ ଉପରେ ଲଦି ଦେଉଥିବା ଓ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ, ଡିମିରି ଫଳ ତଥା ଅନ୍ୟାନ୍ୟ ଭାର ସମୂହକୁ ଜେରୁସାଲେମକୁ ନେଇ ଆସୁଥିବା ଦୃଶ୍ୟ ମୁଁ ଦେଖିବାକୁ ପାଇଲି। ସେହି ଖାଦ୍ୟଗୁଡ଼ିକ ବିକ୍ରୟ ହେବା ଦିବସରେ ମୁଁ ସେମାନଙ୍କୁ ସାବଧାନ କଲି। ଜେରୁସାଲେମବାସୀ ତିରୀୟମାନେ ମଧ୍ୟ ସାବତରେ ଯୁଦା ଓ ଜେରୁସାଲେମବାସୀଙ୍କୁ ମତ୍ସ୍ୟ ତଥା ଅନ୍ୟାନ୍ୟ ବସ୍ତୁ ବିକ୍ରୟ କରିଥିଲେ। ସେ ସମୟରେ ଯୁଦାବାସୀ ପ୍ରମୁଖ ବ୍ୟକ୍ତିମାନଙ୍କୁ ଆପତ୍ତି ଜଣାଇ ମୁଁ କହିଲି, ସାବତକୁ ଅପବିତ୍ର କରି ତୁମେମାନେ କାହିଁକି ଏପରି ଅନିଷ୍ଟ କାର୍ଯ୍ୟ କରୁଅଛ? ତୁମ ପିତୃପୁରୁଷମାନେ ଏଭଳି କାର୍ଯ୍ୟ କରିଥିବା ଯୋଗୁଁ ଆମ ଈଶ୍ୱର କ'ଣ ଆମମାନଙ୍କ ପ୍ରତି ଓ ଏହି ନଗରୀ ବିରୁଦ୍ଧରେ ଏ ସମସ୍ତ ଅନିଷ୍ଟ କାର୍ଯ୍ୟ ସଂଗଠିତ ହେବା ପାଇଁ ଅନୁମତି ଦେଇନଥିଲେ? ତଥାପି ସାବତକୁ ଅପବିତ୍ର କରି ତୁମେମାନେ ଇସ୍ରାଏଲ ଉପରେ ଅଧିକତର ପକକୁ ନିମନ୍ତ୍ରଣ କରୁଅଛ। ସାବତର ପୂର୍ବବର୍ତ୍ତୀ ଦିବସରେ ଅନ୍ଧକାର ହେବା ପୂର୍ବରୁ ଜେରୁସାଲେମର ଦ୍ୱାରଗୁଡ଼ିକୁ ରୁଦ୍ଧ କରିବା ପାଇଁ ଏବଂ କେବଳ ସାବତ ଅତିବାହିତ ହେଲା ପରେ ସେ ସବୁକୁ ପୁନରାୟ ଖୋଲିବା ପାଇଁ ମୁଁ ଆଦେଶ ଦେଲି। ଏହାପରେ ସାବତରେ କୌଣସି ଭାର ବହନ କରି ଭିତରକୁ ନ ଆଣିବା ସକାଶେ ମୁଁ ସେହି ଦ୍ୱାରଗୁଡ଼ିକରେ ମୋର କେତେକ ଭୃତ୍ୟମାନଙ୍କୁ ପହରା କରାଇଲି। ଫଳରେ ବଣିକ ଏବଂ ଅନ୍ୟାନ୍ୟ ବସ୍ତୁ ସମୂହର ବିକ୍ରେତାମାନେ ଥରେ ବା ଦୁଇ ଥର ଜେରୁସାଲେମର ବାହ୍ୟ ଭାଗରେ ଅବସ୍ଥାନ କରିବାକୁ ବାଧ୍ୟ ହେଲେ। କିନ୍ତୁ ମୁଁ ସେମାନଙ୍କୁ ଆପତ୍ତି ଜଣାଇ କହିଲି, ତୁମେମାନେ କାହିଁକି ପ୍ରାଚୀର ପାର୍ଶ୍ୱରେ ଅବସ୍ଥାନ କରୁଅଛ? ତୁମେମାନେ ଯଦି ଆଉ କେବେ ଏପରି କରିବ, ତେବେ ମୁଁ ତୁମକୁ ଶାସ୍ତି ଦେବି। ସେହି ଦିନଠାରୁ ସେମାନେ ସାବତରେ ଆଉ କେବେ ଆସିଲେ ନାହିଁ। ସାବତ ଦିବସ ଯେପରି ପବିତ୍ର ରୂପେ ପାଳିତ ହୁଏ, ସେଥିପାଇଁ ଲେବୀୟମାନେ ନିଜ ନିଜକୁ ପୂତ ପବିତ୍ର କଲା ପରେ ଦ୍ୱାରଗୁଡ଼ିକୁ ପହରା କରିବା ଉଚିତ ହେବ ବୋଲି ମୁଁ ସେମାନଙ୍କୁ ଆଦେଶ ଦେଲି। ହେ ମୋର ଈଶ୍ୱର, ଏହି କାର୍ଯ୍ୟକୁ ମଧ୍ୟ ମୋର ଅନୁକୂଳରେ ସ୍ମରଣ କର ଓ ତୁମର ନିରନ୍ତର କରୁଣାର ମାହାତ୍ମ୍ୟ ଅନୁସାରେ ମୋତେ ରକ୍ଷା କର। ସେହି ଦିନମାନଙ୍କରେ ଯେଉଁ ଯିହୁଦୀମାନେ
ଆସଦୋଦ, ଆମନ ଓ ମୋଆବ ଦେଶୀୟ ନାରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମଧ୍ୟ ମୁଁ ଦେଖିବାକୁ ପାଇଲି। ସେମାନଙ୍କ ସନ୍ତାନମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧଭାଗ ଆସଦୋଦ ଭାଷାରେ କଥାବାର୍ତ୍ତା କରୁଥିଲେ। ଜୁଦା ଦେଶର ଭାଷାରେ କଥାବାର୍ତ୍ତା କରିବାକୁ ଅକ୍ଷମ ହୋଇ ସେମାନେ ସେମାନଙ୍କ ଭାଷାରେ ବାର୍ତ୍ତାଳାପ କରୁଥିଲେ। ତହୁଁ ସେମାନଙ୍କ ସହ ବାଦାନୁବାଦ କରି ମୁଁ ସେମାନଙ୍କୁ ଅଭିଶାପ ଦେଲି ଓ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କୁ ପ୍ରହାର କଲି। ପୁଣି ମୁଁ ସେମାନଙ୍କ କେଶ ମଧ୍ୟ ଟାଣି ଉତ୍ପାଟନ କଲି। ଈଶ୍ୱରଙ୍କ ନାମରେ ସେମାନଙ୍କୁ ଶପଥପୂର୍ବକ ପ୍ରତିଜ୍ଞାନୁବଦ୍ଧ କରାଇ ମୁଁ ସେମାନଙ୍କୁ କହିଲି, ତୁମ କନ୍ୟାମାନଙ୍କୁ ତୁମେମାନେ କିମ୍ବା ତୁମ ପୁତ୍ରଗଣ ସେମାନଙ୍କର କନ୍ୟାମାନଙ୍କୁ ବିବାହ କରିବାକୁ ସମ୍ମତ ହେବ ନାହିଁ। ଏଭଳି ନାରୀମାନଙ୍କ ଯୋଗୁଁ ଇସ୍ରାଏଲର ରାଜା ସଲୋମନ କ'ଣ ପାପ କରିନଥିଲେ? ଜାତି ସମୂହ ମଧ୍ୟରେ ତାଙ୍କ ସଦୃଶ ଜଣେ ରାଜା କେବେ ନଥିଲେ। ସେ ତାଙ୍କର ଈଶ୍ୱରଙ୍କର ସ୍ନେହର ପାତ୍ର ମଧ୍ୟ ଥିଲେ। ଈଶ୍ୱର ତାଙ୍କୁ ସମସ୍ତ ଇସ୍ରାଏଲର ରାଜା ରୂପେ ନିଯୁକ୍ତି ପ୍ରଦାନ କଲେ, କିନ୍ତୁ ବିଦେଶୀ ନାରୀମାନେ ତାଙ୍କୁ ମଧ୍ୟ ପାପ କରିବାକୁ ସୁଯୋଗ ଦେଲେ। ତେବେ ଆମେମାନେ ମଧ୍ୟ ତୁମମାନଙ୍କର ଅନୁଗାମୀ ହୋଇ ଏହି ନିଷ୍କୃତ ଅନିଷ୍ଟ କାର୍ଯ୍ୟ କରିବୁ କି? ବିଦେଶୀ ନାରୀମାନଙ୍କୁ ବିବାହ କରି ଆମ ଈଶ୍ୱରଙ୍କ ବିରୁଦ୍ଧରେ କ'ଣ ଆମେ ବିଦ୍ରୂପାଚରଣ କରିବୁ? ମହାଯାଜକ ଏଲିଆସିବର ପୁତ୍ର ଜେହୋଇଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହରଣୀୟ ସାନବାଲାଥର ଜାମାତା ଥିଲା। ସୁତରାଂ ମୁଁ ତାକୁ ମୋର ସମ୍ମୁଖରୁ ତଡ଼ିଦେଲି। ହେ ଈଶ୍ୱର, ସେମାନେ ଯାଜକୀୟ ପ୍ରତିଜ୍ଞା ଓ ଲେବୀୟମାନଙ୍କୁ କଳୁଷିତ କରିଥିବା କାର୍ଯ୍ୟ ସେମାନଙ୍କ ବିରୁଦ୍ଧରେ ସ୍ମରଣ କର। ଏହିପରି ସମସ୍ତ ବିଦେଶୀୟ କାର୍ଯ୍ୟର ସଂସ୍ପର୍ଶରୁ ମୁଁ ସେମାନଙ୍କୁ ଶୁଦ୍ଧପୂତ କଲି ଓ ସେମାନଙ୍କର ପ୍ରଣାଳୀ ଅନୁସାରେ ଯାଜକ ଓ ଲେବୀୟମାନଙ୍କ କର୍ତ୍ତବ୍ୟ ପାଳନ ପାଇଁ ଏକ ବ୍ୟବସ୍ଥା ଆୟୋଜନ କଲି। ନିର୍ଦ୍ଦିଷ୍ଟ ସମୟରେ କାଷ୍ଠ ତଥା ଆଦ୍ୟଫଳ ସମର୍ପିତ ହେବା ପାଇଁ ମଧ୍ୟ ମୁଁ ନିର୍ଦ୍ଦେଶ ଦେଲି। ହେ ମୋର ଈଶ୍ୱର, ମୋର ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।